ମାନସିକ ବିକାଶ ଓ ଆତ୍ମଜ୍ଞାନ। ମହାନ ପୁରୁଷମାନେ ମଧ୍ୟ କାର୍ଯ୍ୟ କରିବାର ଅନ୍ୟ ଏକ କାରଣ ହେଉଛି ଯେ ତାଙ୍କୁ ଦେଖି ଅନ୍ୟ ଲୋକେ ସେହି ପ୍ରକାର କାର୍ଯ୍ୟରେ ଲାଗିଯିବେ ଏବଂ ଏ ପ୍ରକାର କାର୍ଯ୍ୟରେ ଲାଗି ସେମାନେ ଆତ୍ମବିକାଶ କରିବେ। ଯେଉଁ ଲୋକମାନେ ସମସ୍ତଙ୍କର ହିତରେ ନିଜର ହିତ ଦେଖନ୍ତି ଏବଂ ଲୋକକଲ୍ୟାଣ ଭାବନାରେ ପ୍ରେରିତ ହୋଇ କାର୍ଯ୍ୟ କରନ୍ତି, ସେମାନଙ୍କର କୌଣସି ପ୍ରକାର ମୋହ ଅଥବା ଶୋକ ନଥାଏ। ସେମାନେ ମୃତ୍ୟୁକୁ ଭୟ କରନ୍ତି ନାହିଁ। ସେମାନେ ସର୍ବଦା ଆନନ୍ଦ ସ୍ଥିତିରେ ରହିଥାନ୍ତି। ଯସ୍ତୁ ସର୍ବାଣୀ ଭୂତାନି ଆତ୍ମନେବାଭିଜାନତ ତତ୍ର କୋ ମୋହ କହ ଶୋକ ଏକତ୍ୱ ଅନୁପଶ୍ୟତି। ମାନସିକ ବିକାଶର ଅନ୍ତିମ ଲକ୍ଷ୍ୟ ନିଜକୁ ସେହି ମହାନ ତତ୍ତ୍ୱ ସହିତ ଏକାକାର କରିଦେବା, ଯେଉଁଠୁ ସମସ୍ତ ପ୍ରାଣୀ ଉତ୍ପନ୍ନ ହୋଇଛନ୍ତି, ଯେଉଁଥିରେ ସେମାନେ ରହନ୍ତି ଏବଂ ଶେଷରେ ଯେଉଁଠି ମିଶିଯାଆନ୍ତି। ସମସ୍ତ ନଦୀ ସାଗର ଠାରୁ ଜଳ ଅର୍ଥାତ୍ ଜୀବନ ପ୍ରାପ୍ତ ହୋଇଥାନ୍ତି। ସାଗର ଆଡ଼କୁ ପ୍ରଗତି କରିଥାନ୍ତି ଏବଂ ସାଗରରେ ହିଁ ସମାପ୍ତ ହୋଇଯାଆନ୍ତି। ଯେତେବେଳେ ମନୁଷ୍ୟ ନିଜର ବ୍ୟକ୍ତିତ୍ୱକୁ ସମାଜ ରୂପୀ ସାଗରରେ ବିଲୀନ କରିବାର ଲକ୍ଷ୍ୟ ରଖେ, ଯେତେବେଳେ ସେ ସମାଜର ସୁଖରେ ନିଜର ସୁଖ ଦେଖିବାକୁ ଲାଗେ ଏବଂ ଯେତେବେଳେ ତା'ର ସମସ୍ତ ବିଚାର ଓ କ୍ରିୟାର ଲକ୍ଷ୍ୟ ସମାଜର ହିତ ବଢ଼ାଇବା ହୋଇଥାଏ, ସେତେବେଳେ ଆମେ ତାକୁ ସୁବିକଶିତ ବ୍ୟକ୍ତିତ୍ୱଯୁକ୍ତ ମାନବ କହିଥାଉ। ସଂସାରରେ ଉତ୍ତମ ଶିକ୍ଷାର ଅନ୍ତିମ ଲକ୍ଷ୍ୟ ହେଉଛି ଏହିପରି ସୁବିକଶିତ ବ୍ୟକ୍ତିତ୍ୱ ନିର୍ମାଣ କରିବା। ଅଖଣ୍ଡ ଜ୍ୟୋତି, ନଭେମ୍ବର 1958। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।